ଦଶମ ଶ୍ରେଣୀର ମୋର ସମସ୍ତ ପ୍ରିୟ ଛାତ୍ରଛାତ୍ରୀମାନେ ତୁମ ସମସ୍ତଙ୍କୁ ପୁଣି ଥରେ ତୁମମାନଙ୍କ ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ଏସ୍ଏସ୍ ଓଡ଼ିଆ ଏକାଡେମୀକୁ ସ୍ୱାଗତ। ପିଲାମାନେ ତୁମମାନଙ୍କର ଯେଉଁ ରହିଛି ଚାରିଟି କ୍ଲବ୍ ସାହିତ୍ୟ ଭୋଜନୀ କ୍ରୀଡ଼ାଙ୍ଗନ ଜିଜ୍ଞାସା ଓ କୌଶଳୀ, ତ ଚାରିଟି କ୍ଲବ୍ର ପ୍ରତ୍ୟେକ ଅଧିବେଶନକୁ ଆମେମାନେ ଦେଖି ଦେଖି ଯାଉଛେ। ତା ସହିତ ଯେଉଁ ପ୍ରକଳ୍ପ କାର୍ଯ୍ୟ ରହିଛି ତାକୁ ମଧ୍ୟ ମୁଁ କ୍ରୀଡ଼ାଙ୍ଗନ ସାହିତ୍ୟ ଭୋଜନରେ ଅପଲୋଡ଼ କରିସାରିଛି, ତାହାକୁ ତୁମେମାନେ ଦେଖିଦେବ 9th କ୍ଲାସ୍ ଆଉ 10th କ୍ଲାସ୍ ପାଇଁ। ତ ଯେଉଁମାନେ ଭିଡ଼ିଓ ପାଉନ এই ଚ୍ୟାନେଲ୍କୁ ଭିଜିଟ୍ କରିକି ଭିଡ଼ିଓ ସେକ୍ସନ୍ରେ ଭିଡ଼ିଓ ସର୍ଚ୍ଚ କରିକି ଦେଖିପାରିବ। ସମସ୍ତ ଅଧିବେଶନ ଆଉ ପ୍ରକଳ୍ପ କାର୍ଯ୍ୟ ବା ପ୍ରୋଜେକ୍ଟ ୱାର୍କର ଭିଡ଼ିଓ ଅପଲୋଡ଼ ହେଉଛି, ତାକୁ ଦେଖିପାରିବ ଏବଂ ତୁମେ 70% ନମ୍ବର ରଖିପାରିବ। କାହିଁକିନା ତୁମର ଏଇ ନମ୍ବର ମ୍ୟାଟ୍ରିକ୍ ବୋର୍ଡ଼ ପରୀକ୍ଷା ପାଇଁ ଭଲ ଗ୍ରେଡ୍ ଆଣିବା ପାଇଁ ସହାୟକ ହେବ। କାହିଁକିନା ଏଇ ଯେଉଁ ମାର୍କ ରହୁଛି ଶିକ୍ଷକମାନେ ତୁମକୁ ଦେବେ, ପ୍ରତ୍ୟେକ ସବଜେକ୍ଟ ୱାଇଜ୍ 20ରୁ 20 ଦେଇପାରିବେ। ତେଣୁ ତୁମକୁ ଏହା A1 ବା A2 ଗ୍ରେଡ୍ ବା B1 B2 ଗ୍ରେଡ୍ ଆଣିବା ପାଇଁ ସହାୟକ ହେବ। ଚାଲ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଗୋଟିଏ ରିକ୍ୱେଷ୍ଟ ରହିବ ସମସ୍ତଙ୍କୁ, ନିଶ୍ଚିତ ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ ଆଉ ପାଖରେ ଥିବା ଅଲ୍ ଦ ବେଲ୍ ନୋଟିଫିକେସନ୍ ଆଇକନ୍କୁ କ୍ଲିକ୍ କରିଦିଅ। କାହିଁକିନା ମୁଁ ଯେଉଁ ଭିଡ଼ିଓ ଅପଲୋଡ଼ କରିବି ତା'ର ନୋଟିଫିକେସନ୍ ସର୍ବପ୍ରଥମେ ତୁମମାନଙ୍କ ପାଖରେ ପହଞ୍ଚି ପାରିବ। ଚାଲ ଭିଡ଼ିଓକୁ ଆରମ୍ଭ କରିବା। ଦେଖ, କ୍ରୀଡ଼ାଙ୍ଗନର ଦଶମ ଶ୍ରେଣୀ ପାଇଁ ରହିଛି ଅଧିବେଶନ 14, କାର୍ଯ୍ୟଫର୍ଦ୍ଦ କିନ୍ତୁ 10। ଅଧିବେଶନ 14 ପାଇଁ କାର୍ଯ୍ୟଫର୍ଦ୍ଦ 10। ଅଧିବେଶନ 14 କ'ଣ ରହିଛି ନା ପ୍ରମୁଖ ବିକଳ୍ପ ଦୃଷ୍ଟିକୋଣ ଗୁଡ଼ିକ ତୁଳନା ଏବଂ ସମୀକ୍ଷା କରିବେ। ତାପରେ କ'ଣ କରିବା ନା ଅଂଶଗ୍ରହଣକାରୀମାନେ ସମାନ ବିଷୟ ବା ପରିସ୍ଥିତିରେ ଅନ୍ୟମାନଙ୍କ ଦୁଇଟି ଭଲ ଓ ଖରାପ ଦୃଷ୍ଟିକୋଣର ତୁଳନା କରିବାକୁ ସମର୍ଥ ହେବେ। ତାପରେ ବାହ୍ୟ ଖେଳ ଯେଉଁ ଆମର ରହିଛି ତା ପାଇଁ ଆମେ ସବୁ ବିକଳ୍ପ ବାଛିବା, କିଭଳି ଭାବରେ ଖେଳ ଖେଳିବା। ଡିଟେଲ୍ସ ଆକୁ ଟିକେ ପଢ଼ିଦେବ। এইଭଳି ଖେଳଟି ହେବ, ଖେଳ ଆମେ ଖେଳିବା। ତାପରେ ଆସ ବସିବା ଭାବିବା, ସମସ୍ତେ ସମାନ ବିକଳ୍ପ ବାଛିଥିଲେ କି? ଯଦି ବାଛିଥିଲେ କାହିଁକି? ଉତ୍ତର ଆମେ ଲେଖିପାରିବା ନା ସମସ୍ତେ ଭିନ୍ନ ବିକଳ୍ପ ବାଛିଥିଲେ। ଯାହାକୁ ଯେଉଁ ବିକଳ୍ପ ଠିକ୍ ଲାଗିଲା ସେ ତାହା ବାଛିଲା। ଏହା ପଛରେ ସେମାନଙ୍କର ନିଜସ୍ୱ କାରଣ ଥିଲା। ଯେତେବେଳେ ତୁମେ ଏକ ବିବୃତିରେ ଅନ୍ୟମାନଙ୍କ ମତ ଭଲ ଏବଂ ଖରାପ ଶୁଣିଲ, ଏହା ତୁମ ନିଷ୍ପତ୍ତି ପରିବର୍ତ୍ତନ କରିବାକୁ ପ୍ରେରଣା ଦେଇଥିଲା କି? ଯଦି ଦେଇଥିଲା କାହିଁକି? ଉତ୍ତର ଆମେ ଲେଖିପାରିବା ବିବୃତିରେ ଅନ୍ୟମାନଙ୍କ ମତାମତ ଶୁଣିବା ପରେ ଏହା ମୋର ନିଷ୍ପତ୍ତିକୁ ପୁନଃମୂଲ୍ୟାଙ୍କନ କରିବାକୁ ପ୍ରେରଣା ଦେଲା। ମୁଁ ସେମାନଙ୍କ ମତକୁ ପ୍ରଭାବଶାଳୀ ମନେ କଲି କିମ୍ବା ମୁଁ ମୋ ନିଷ୍ପତ୍ତିରେ ଅଟଳ ରହିଲି କାରଣ ମୋତେ ମୋ ନିଷ୍ପତ୍ତି ଠିକ୍ ଲାଗିଲା। ଖେଳରେ ଏକ ବିବୃତିକୁ ନେଇ ଅନ୍ୟର ମତାମତ ତୁମ ନିଷ୍ପତ୍ତି ଉପରେ କିପରି ପ୍ରଭାବ ପକାଇଲା? ଉତ୍ତର ଆମେ ଲେଖିପାରିବା ଏହା ମୋତେ ଅନ୍ୟମାନଙ୍କ ଦୃଷ୍ଟିକୋଣକୁ ଶୁଣିବା ଏବଂ ଏହା ବିଷୟରେ ଚିନ୍ତା କରିବା, ଏହାକୁ ବୁଝିବା, ବିବୃତି ଉପରେ ନିଜସ୍ୱ ନିଷ୍ପତ୍ତିର ବିଶ୍ଳେଷଣ କରିବା ଏବଂ ବିକଳ୍ପକୁ ବାଛିବାରେ ସାହାଯ୍ୟ କଲା। ପ୍ରତ୍ୟେକ ବିକଳ୍ପର ଫଳାଫଳ କିପରି ଥିଲା ଏବଂ ପ୍ରତ୍ୟେକ ନିଷ୍ପତ୍ତିର ଭଲ ଏବଂ ଖରାପ ଦିଗକୁ ତୁଳନା କରିବାକୁ ଅଂଶଗ୍ରହଣକାରୀମାନଙ୍କୁ ଆମେ କହିପାରିବା, ଯେଉଁମାନେ ଭାଗ ନେଇଛନ୍ତି। ନିଷ୍ପତ୍ତି ନେବାବେଳେ ଅନ୍ୟମାନଙ୍କ ବିଷୟରେ ଚିନ୍ତା କରିବା ଜରୁରୀ ବୋଲି ଭାବୁଛ କି? ଯଦି ଭାବୁଛ କାହିଁକି? ଉତ୍ତର ଆମେ ଲେଖିପାରିବା ହଁ, ଆମେ ସମସ୍ତେ ଭିନ୍ନ ଭିନ୍ନ ବିକଳ୍ପ ବାଛୁ। ଆମକୁ କେବଳ ନିଜ ବିଷୟରେ ନୁହେଁ ବରଂ ଆମ ନିଷ୍ପତ୍ତି ଦ୍ୱାରା ଅନ୍ୟମାନେ କିପରି ଅନୁଭବ କରିପାରନ୍ତି ତାହା ମଧ୍ୟ ଚିନ୍ତା କରିବାକୁ ପଡ଼ିବ। ତେଣୁ ନିଷ୍ପତ୍ତି ନେବା ପୂର୍ବରୁ ଆମକୁ ବିଭିନ୍ନ ଦୃଷ୍ଟିକୋଣରୁ ସମସ୍ୟାକୁ ବୁଝିବାକୁ ପଡ଼ିବ। ବାର୍ତ୍ତା କ'ଣ ରହିଛି? ଏଇ ଯେଉଁ ଆମେ ଅଧିବେଶନଟା କରୁଛେ, ବିଭିନ୍ନ ଲୋକ ଭିନ୍ନ ଭାବରେ ଚିନ୍ତା କରନ୍ତି ଏବଂ ବେଳେବେଳେ ସମାନ ପରିସ୍ଥିତି କିମ୍ବା ସମସ୍ୟା ସହିତ ଜଡ଼ିତ ବିପରୀତ ଚିନ୍ତାଧାରା ମଧ୍ୟ ଥାଏ। ବିଭିନ୍ନ ଦୃଷ୍ଟିକୋଣକୁ ବୁଝିବା ଦ୍ୱାରା ଆମେ ଯେକୌଣସି ପରିସ୍ଥିତିକୁ ଭିନ୍ନ ଭାବରେ ଦେଖିଥାଉ ବା ଚିନ୍ତା କରିଥାଉ, ଯାହା ଆମକୁ ପୂର୍ବରୁ ଦୃଶ୍ୟମାନ ହୋଇନଥାଏ। ଯେହେତୁ ପରିସ୍ଥିତି କିମ୍ବା ସମସ୍ୟା ଅନେକ ଲୋକଙ୍କୁ ପ୍ରଭାବିତ କରିଥାଏ, ତେଣୁ ନିଷ୍ପତ୍ତି ନେବା ପୂର୍ବରୁ ବିଭିନ୍ନ ଦୃଷ୍ଟିକୋଣରୁ ଚିନ୍ତା କରିବା ଜରୁରୀ ଅଟେ। ଗୃହ କାର୍ଯ୍ୟରେ କ'ଣ ରହିଛି? ଅଂଶଗ୍ରହଣକାରୀମାନେ ଏକ ପରିସ୍ଥିତି ବା ସମସ୍ୟା ବିଷୟରେ ଚିନ୍ତା କରିବେ ଯେଉଁଠାରେ ସେମାନେ କୌଣସି ନିଷ୍ପତ୍ତିକୁ ନେଇ ଦ୍ୱନ୍ଦ୍ୱରେ ଥିଲେ। ସେମାନେ ସମସ୍ୟାର ଭଲ ଏବଂ ଖରାପ ଦିଗ ବିଷୟରେ ଲେଖିବା ସହ କୌଣସି ସାଙ୍ଗ କିମ୍ବା ଭାଇ ଭଉଣୀକୁ ସମାନ ସମସ୍ୟାର ଏକ ଭଲ ଏବଂ ଖରାପ ଦିଗର ତାଲିକା ପ୍ରସ୍ତୁତ କରିବାକୁ କହିବେ। ପରସ୍ପରର ଭଲ ଏବଂ ଖରାପ ଦିଗର ତାଲିକା ବିଷୟରେ ଆଲୋଚନା କରିବେ ଏବଂ ତୁଳନା କରିବେ। ତାପରେ ଆସିବା ବର୍ତ୍ତମାନ କାର୍ଯ୍ୟଫର୍ଦ୍ଦକୁ। ଦେଖ, ଜୀବନ କୌଶଳ ପାଠ୍ୟକ୍ରମ କାର୍ଯ୍ୟଫର୍ଦ୍ଦ 10। ତେଣୁ ଅଧିବେଶନ 14 ପାଇଁ କାର୍ଯ୍ୟଫର୍ଦ୍ଦ କେତେ ରହିଛି ନା 10 ରହିଛି। ତେଣୁ এই 10 କାର୍ଯ୍ୟଫର୍ଦ୍ଦକୁ ଆମେ କରିବା ବର୍ତ୍ତମାନ। ଦେଖ କ'ଣ ରହିଛି କାର୍ଯ୍ୟଫର୍ଦ୍ଦ 10 ନା ତୁମେ ସମ୍ମୁଖୀନ ହେଉଥିବା ଏକ ସମସ୍ୟା
ବିଷୟରେ ଚିନ୍ତା କର। ଏହାକୁ ନିମ୍ନରେ ଦିଆଯାଇଥିବା ପ୍ରଥମ ସ୍ତମ୍ଭରେ ଲେଖ। ଏହାର 3ଟି ସମାଧାନ ବିଷୟରେ ଚିନ୍ତା କର। ସମାଧାନ ବିଷୟରେ ତୁମେ ଅନ୍ୟ ଜଣକୁ ମଧ୍ୟ ପଚାରି ପାରିବ। ସମସ୍ୟା କ'ଣ ରହିଛି ଦେଖ। ପ୍ରଥମେ ଆମେ ଲେଖିବା ସମସ୍ୟା। ମୋର ଏ ବର୍ଷ 10ମ ଶ୍ରେଣୀ। ଆମ ବିଦ୍ୟାଳୟକୁ ଜଣେ 8ମ ଶ୍ରେଣୀର ନୂଆ ଛାତ୍ର ଆସିଛନ୍ତି। ମୋ ଛଡ଼ା ମୋର ସମସ୍ତ ସହପାଠୀମାନେ ତାଙ୍କୁ ଚିଡ଼ଉଛନ୍ତି, ଥଟ୍ଟା ମଜା କରୁଛନ୍ତି। ଏମିତିକି ବିଭିନ୍ନ ପ୍ରକାର ହଇରାଣ କରୁଛନ୍ତି ଏବଂ ମୋ ପାଖରୁ ମଧ୍ୟ ସମାନ କାମର ଆଶା ରଖୁଛନ୍ତି। ଉକ୍ତ ସହପାଠୀକୁ ଜଣେ ବନ୍ଧୁ ଆବଶ୍ୟକ ବୋଲି ମୁଁ ଜାଣିଛି, କିନ୍ତୁ ମୁଁ ଯଦି ତାଙ୍କ ସହ ବନ୍ଧୁତ୍ୱ କରୁଛି ତେବେ ମୋ ସହପାଠୀମାନେ ମୋ ସହ ବନ୍ଧୁତ୍ୱ ଭାଙ୍ଗି ଦେଇପାରନ୍ତି। ମୁଁ କ'ଣ କରିବି? ଏଇଟା ହେଲା ସମସ୍ୟା। ତାପରେ ସମାଧାନ ଆମେ କ'ଣ ଲେଖିବା ଦେଖ। ସମାଧାନର ଉପକାରିତା ରହିଛି, ଲାଭ, ଅପକାରିତା ରହିଛି, କ୍ଷତି। 3ଟା ଲେଖା ପଏଣ୍ଟ ଆମେ ଲେଖିବା। ସମାଧାନକୁ ନେଇ ତୁମେ କିପରି ଅନୁଭବ କରୁଛ ଏକ ଇମୋଜି ମଧ୍ୟ ଅଙ୍କନ କରିପାରିବା। ତାପରେ ଦେଖ ଏଠି ଆମେ କ'ଣ ଲେଖିବା। 1 ନମ୍ବରରେ କ'ଣ ଲେଖିବା ନା ସମସ୍ତଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ହେବ, ତାର ଲାଭଟା। 2 ନମ୍ବର ଲେଖିବା ସହଯୋଗିତା ବଢ଼ିବ। 3 ନମ୍ବର ଲେଖିବା କେହି କାହାକୁ ହଇରାଣ କରିବେ ନାହିଁ। ସମାଧାନ ଅପକାରିତା ବା କ୍ଷତି କ'ଣ ରହିଛି? 1 ନମ୍ବରରେ କ'ଣ ଲେଖିବା, 2 ନମ୍ବରରେ କ'ଣ ଲେଖିବା, 3 ନମ୍ବରରେ କ'ଣ ଲେଖିବା। ଦେଖ 1 ନମ୍ବର ଲେଖିବା ମୋ ଉପରେ ଅନ୍ୟମାନେ ରାଗ ରଖିପାରନ୍ତି। 2 ନମ୍ବର ଲେଖିବା ସେ ପିଲା ଭଳି ମୋତେ ହଇରାଣର ସମ୍ମୁଖୀନ ହେବାକୁ ପଡ଼ିପାରେ। 3 ନମ୍ବର ଲେଖିବା ସବୁଦିନ ପାଇଁ ବନ୍ଧୁତା ଭାଙ୍ଗି ଯାଇପାରେ। ତାପରେ ସମାଧାନକୁ ନେଇ ତୁମେ କିପରି ଅନୁଭବ କରୁଛ ଏକ ଇମୋଜି ଅଙ୍କନ କରିବ। 3ଟା ଇମୋଜି, 1, 2ଟା, ତାପରେ ଏଇଠି ଆଉ ଗୋଟେ ଇମୋଜି ଅଙ୍କନ କରିବ। ଅତଏବ ଏହି ସମସ୍ୟାର ସର୍ବୋତ୍ତମ ସମାଧାନ ହେଉଛି, ଆର ସର୍ବୋତ୍ତମ ସମାଧାନ ଆମେ କ'ଣ ଲେଖିବା ନା ଏ ପ୍ରସଙ୍ଗ ଉପରେ ମୋର ସମସ୍ତ ସହପାଠୀମାନଙ୍କ ସହିତ ସାମୂହିକ ଭାବରେ ଆଲୋଚନା କରିବି। ସାଧାରଣ ଥଟ୍ଟା ମଜାରୁ କେତେବେଳେ ଏକ ଭୟାବହ ପରିସ୍ଥିତି ଉପୁଜିପାରେ ତାହା ଆମେ ସମସ୍ତେ ଜାଣିବା ଉଚିତ। ତେଣୁ ଆମର ଏହି ଶିକ୍ଷାନୁଷ୍ଠାନ ରୂପକ ପବିତ୍ର ଅନୁଷ୍ଠାନରେ ଆମେ ସମସ୍ତେ ଉତ୍ତମ ବନ୍ଧୁ ତଥା ସହଯୋଗୀ ଭାବରେ ଚଳିବା। ନିଶ୍ଚିତ ଭାବରେ ପିଲାମାନେ ଏହି ଭିଡ଼ିଓଟିକୁ ତୁମେ କରିସାରିବା ପରେ ତୁମର କାର୍ଯ୍ୟପଦ 10 ବା ଅଧିବେଶନ 14 ସରିଯିବ। ଯେଉଁମାନେ ପ୍ରକଳ୍ପ କାର୍ଯ୍ୟ ବା ଯେଉଁ ସ୍ୱାଟ୍ ଆନାଲିସିସ୍ ଆଉ ସ୍ମାର୍ଟ ଆନାଲିସିସ୍ ରହିଛି ତୁମ 10ମ ଶ୍ରେଣୀ ଅର୍ଦ୍ଧବାର୍ଷିକ ପରୀକ୍ଷା ପୂର୍ବରୁ ତାକୁ ଯଦି କରିନ ନିଶ୍ଚିତ ଭାବରେ ଏହି ଭିଡ଼ିଓ ସେକ୍ସନକୁ ଆସିକି ସ୍ୱାଟ୍ ଆଉ ସ୍ମାର୍ଟ ଆନାଲିସିସ୍କୁ ସର୍ଚ୍ଚ କରିକି ତୁମେମାନେ କରିପାରିବ। ପ୍ରକଳ୍ପ କାର୍ଯ୍ୟ 10ମ ଶ୍ରେଣୀ ପାଇଁ ଆଉ 9ମ ଶ୍ରେଣୀ ପାଇଁ ମଧ୍ୟ ପ୍ରକଳ୍ପ କାର୍ଯ୍ୟ ଆଉଟଡୋର ଇନଡୋର ଗେମ୍ ରହିଛି ତାକୁ ମଧ୍ୟ କରିପାରିବ। ଯଦି ଭିଡ଼ିଓଟି ଭଲ ଲାଗିଛି ନିଶ୍ଚିତ ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖ ଆଉ ପାଖରେ ଥିବା ଅଲ୍ ଦ ବେଲ୍ ନୋଟିଫିକେସନ୍ ଆଇକନ୍କୁ କ୍ଲିକ୍ କରିଦିଅ, ଯାହାଦ୍ୱାରା କି ମୁଁ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବି ତାର ନୋଟିଫିକେସନ୍ ସର୍ବପ୍ରଥମେ ତୁମମାନଙ୍କ ପାଖରେ ପହଞ୍ଚି ପାରିବ। ରହୁଛି ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ। ସବସ୍କ୍ରାଇବ୍ କରିବାକୁ ଆଦୌ କେହି ଭୁଲିବ ନାହିଁ। ତୁମମାନଙ୍କର ଗୋଟେ ସବସ୍କ୍ରାଇବ୍ ମୋତେ ମୋଟିଭେଟ୍ କରିବ ପରବର୍ତ୍ତୀ ସମୟରେ ତୁମମାନଙ୍କ ପାଇଁ ଭିଡ଼ିଓ ନେଇକି ଆସିବା ପାଇଁ।